ଆସନ୍ତୁ ଦେଖିବା ଏପ୍ରିଲ 2026 ବିଛା ରାଶିର ବ୍ୟକ୍ତିମାନଙ୍କର ସମୟ କିପରି ରହିବ। ଆପଣଙ୍କର ଚତୁର୍ଥ ସ୍ଥାନରେ ରାହୁ ଅଛନ୍ତି। ଚତୁର୍ଥ ରାହୁ ଶୁଭ ନୁହନ୍ତି। ଅର୍ଥହାନି, ନିଜ ଲୋକ ଶତ୍ରୁତା କରିବେ, ସର୍ବସାଧାରଣରେ ଅପମାନ ପାଇବେ। ପ୍ରତ୍ୟେକ ଦିନ ହନୁମାନ ଚାଳିଶା ପାଠ କରନ୍ତୁ, ହନୁମାନଙ୍କର ପୂଜାର୍ଚ୍ଚନା କରନ୍ତୁ। ପ୍ରତ୍ୟେକ ମଙ୍ଗଳବାର ହନୁମାନ ମନ୍ଦିର ଯାଆନ୍ତୁ ଏବଂ ହନୁମାନଙ୍କର ପୂଜାର୍ଚ୍ଚନା କରନ୍ତୁ। ଆପଣଙ୍କର ପଞ୍ଚମ ସ୍ଥାନରେ ଶନି ଅଛନ୍ତି। ପଞ୍ଚମ ଶନି ମଧ୍ୟ ଶୁଭ ନୁହନ୍ତି। ଅର୍ଥହାନି, ଶରୀର ପୀଡ଼ା, ମାନସିକ ଦୁଶ୍ଚିନ୍ତା ରହିବ। ସମସ୍ତ କାର୍ଯ୍ୟରେ ବିଳମ୍ବ ହେବ ଏବଂ କାର୍ଯ୍ୟ ହାନି ହେବ। ରାଶିର ଅଧିପତି ମଙ୍ଗଳ ମଧ୍ୟ ଶନିଙ୍କ ସହିତ ଅଛନ୍ତି। ତେଣୁ ଶନି ଏବଂ ମଙ୍ଗଳଙ୍କର ପ୍ରତିକାର କରନ୍ତୁ। ଆପଣଙ୍କର ସପ୍ତମ ଏବଂ ଦ୍ୱାଦଶ ସ୍ଥାନର ଅଧିପତି ଶୁକ୍ର ଷଷ୍ଠ ସ୍ଥାନରେ ଅବସ୍ଥାନ କରୁଛନ୍ତି। ଆପଣଙ୍କର ଏବଂ ଆପଣଙ୍କ ଜୀବନସାଥୀଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ। ସ୍ୱାସ୍ଥ୍ୟ ରିଲେଟେଡ୍ ଖର୍ଚ୍ଚ ମଧ୍ୟ ବଢ଼ିପାରେ। ମାତ୍ର 14 ଏପ୍ରିଲ ପରେ ରବି ଷଷ୍ଠ ସ୍ଥାନକୁ ଆସୁଥିବାରୁ ସ୍ୱାସ୍ଥ୍ୟ ରିଲେଟେଡ୍ ସମସ୍ୟାର ସାମାନ୍ୟ ସୁଧାର ଆସିବ। ଅଷ୍ଟମ ସ୍ଥାନରେ ବୃହସ୍ପତି ଅଛନ୍ତି। ଅଷ୍ଟମ ବୃହସ୍ପତି ମଧ୍ୟ ଶୁଭ ନୁହନ୍ତି। ସ୍ୱାସ୍ଥ୍ୟ ହାନି ହେବ, ଅର୍ଥହାନି, ମାନସିକ ଦୁଶ୍ଚିନ୍ତା, କାର୍ଯ୍ୟହାନି ଏବଂ ଶତ୍ରୁ ବଢ଼ିବେ। ଆପଣ ବୃହସ୍ପତିଙ୍କର ପ୍ରତିକାର କରନ୍ତୁ, ଶୁଭ ହେବ। ଆପଣଙ୍କର ଦଶମ ସ୍ଥାନ ବା କର୍ମସ୍ଥାନରେ କେତୁ ଅଛନ୍ତି। ଦଶମ କେତୁ ଶୁଭ ହେଲେ ମଧ୍ୟ କର୍ମକ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ରହିପାରେ। ପ୍ରଭୁ ଗଣେଶଙ୍କର ପୂଜା କରନ୍ତୁ। ପ୍ରତ୍ୟେକ ଦିନ ଓଁ କେଂ କେତବେ ନମଃ ଜପ କରନ୍ତୁ, ଶୁଭ ହେବ।